नमस्कार जय जगन्नाथ समस्त वेलकम करुच्ची आज गोटे नुआ ब्लॉग को आ समस्त वेरी गुड इवनिंग आशा करुच्ची समस्त भलरे थिबे। तो सकाळ कुहुड़ी सहित आमे भी बाहरी गलु फार्म हाउस। आज चलंतु पनीपरिया वीडियो पार्ट 2 एटा को करिवा। तो एठी हमर किछि नुआ कैरी हेची एठी लागिछि रेड कोसळ साग जोटा लाल कोसळ साग कहंती। एटा नेक्स्ट बैच रेडी करा होउची। तो एठी एना पानी पूरा जोरदार छड़ा जीवो आ माटी को पूरा भिजा जीवो। एठी देखि पारुथिबे माटी को पूरा भेदेई दिया ହେଇଛି। ଆଉ ଏଇଟା ଆମର କାଲିର ଭିଡିଓ ଦେଖିଥିବେ। ଏଇଟା ଆମ କୋଶଳ ଶାଗ ରେଡି ଚାଲିଛି। ଏଇଟା ହଉଛି ପିଜୁଳି ସହିତ ଇଣ୍ଟରକ୍ରପିଂ ହେଇଛି। ତାପରେ ଏପଟେ ଏଇଟା ଆମେ ପୁରା ମାଟିକୁ ପୁରା ଫୁଲ ଭିଜେଇ ଦେଇଛୁ। ଏଠି ଆମର ମୂଳାର ନେକ୍ସଟ ବ୍ୟାଚ କୁ ରେଡି କରାହଉଛି। ଏଠି ଆପଣ ଦେଖିପାରୁଥିବେ ମୂଳାର ନେକ୍ସଟ ବ୍ୟାଚ କୁ ପାଣି ଦେଇକି ରେଡି କରାହଉଛି। କୋଶଳ ଶାଗର ଲାଲଟା ଯୋଉ ଭେରାଇଟି କହୁଥିଲି ସେଟା ପୁରା ଫୁଲ ସେଇଟାକୁ ଭିଜେଇ ଦିଆଗଲା। ତାର ନେକ୍ସଟ କ୍ୟାରିଟା ଯୋଉଟା ଏଇନା ପାଣି ଦିଆ ହଉଛି ସେଇଠି ଏଇନା ଲାଗିଛି ଗାଜର। ତ ଏଇଟା ଗାଜରଟା ଲାଗିଛି କାଲି ଗାଜର ମଞ୍ଜି କାଲି ବୁଣା ହେଇଛି। ଏଟା ବି ଲାଇନ ଲାଇନ ହିଡ କରି খুব ସୁନ୍ଦର ଭାବରେ କରାହେଇଛି। ତାକୁ ଏଇନା ପାଣି ଦିଆଯିବ। ତ ଏଇଠି ବି ଗାଜର ଆମେ ଅଳ୍ପ ଜାଗାରେ ଲାଗିଛୁ। ତାର ୱିଡ ମ୍ୟାନେଜମେଣ୍ଟ ସାଇକଲ ସ୍ପ୍ରେ ସାଇକଲ ଆଉ ଇରିଗେସନ ସାଇକଲ ଭଲକି ବୁଝି ସାରିଲା ପରେ ଆମେ ତାପରେ ଗାଜରକୁ ଭଲ ଭାବରେ ଲଗେଇବୁ। ଏଇଟା ଆପଣ ଦେଖିପାରୁଥିବେ ଆମ ବୋଇତାଳୁର ପ୍ଲଟ। ବୋଇତାଳୁ ଖୁବ ଭଲ ହେଇଛି ଫ୍ରୁଟେସନ ହେଇଛି। ଆପଣ ଦେଖିପାରୁଥିବେ ନା ନାଇଁ ମୁଁ ଜାଣିନି। ୟାର ବି ଫୁଲ ଭିଡିଓ ଗୋଟେ ଆଣିବି ଆକୁ ଯୋଉଠି ସିଡିଂ ରୁ ଆରମ୍ଭ କରି ହାର୍ଭେଷ୍ଟିଂ ଯାଏଁ ସବୁ ଜିନିଷ ଦେଖିବି ପ୍ଲସ ହାର୍ଭେଷ୍ଟିଂ ଭିଡିଓ ଗୋଟେ ଅଲଗା ଆସିବ। ଖୁବ ସୁନ୍ଦର ବୋଇତାଳୁ ପ୍ଲଟ ହେଇଛି। ତାପରେ ଆମେ ଏଠି ଆସିଗଲେ କିଛି ପାଳଙ୍ଗ ଶାଗ ଲାଗିଛି। ତାପରେ କିଛି ଏପଟେ ଭେଣ୍ଡି ଗଛ ଯୋଉଟା ଅଛି ଆମର ଭେଣ୍ଡି କିଆରି ସେଠିକୁ ଆମେ ଆସିଛନ୍ତି ନେକ୍ସଟ ଭିଡିଓ ଆକୁ ବଢଉଛେ। ଏଠି ଆପଣ ଦେଖିପାରୁଥିବେ ଭେଣ୍ଡି କ୍ୟାରିରେ ଆମର ବୁଷ୍ଟର ସ୍ପ୍ରେଟା ଏଇନା ଚାଲିଛି। ଆପଣ ବୁଷ୍ଟର ସ୍ପ୍ରେ ଯଦି ଜାଣିନଥିବେ ୟା ଆଗ ଭିଡିଓ ପୁରୁଣା ଭିଡିଓରେ ଗୋଟେ ମୁଁ ଆପଣଙ୍କୁ ଦେଖେଇଥିଲି ଗୋଟେ ନ୍ୟାଚୁରାଲ ଲିକ୍ୱିଡ ଆମେ ଯୋଉଟା ୟୁଜ କରୁ ବୁଷ୍ଟର ପାଇଁ ସେଟା ଅଲ୍ ନ୍ୟାଚୁରାଲ ଅର୍ଗାନିକ ୱେ ଜିନିଷଟା। ଆମେ ଆମର ପନିପରିବା ଚାଷରେ କୌଣସି ପ୍ରକାରର ସାର ବ୍ୟବହାର କରୁନାହିଁ। କେମିକାଲ ସାର କିଛି ୟୁଜ ହୁଏ ନାହିଁ। ତ ଗୋଟେ ଅର୍ଗାନିକ ଲିକ୍ୱିଡଟା ଯୋଉଟା ଏଇଟା ୟୁଜ ହଉଛି ସେଟା ପୁରୁଣା ଭିଡିଓରେ ଆପଣ ଦେଖିଲେ ଜାଣିପାରିବେ। ଆମ ଭେଣ୍ଡି କ୍ୟାରି କଣ ହେଇଥିଲା ଷଣ୍ଢ ପଶି ପୁରା ଖରାପ କରିଦେଇଥିଲା। ବହୁତ କଷ୍ଟରେ ଆମେ ଏଟାକୁ ରିକଭରି କରିଛୁ। ପାଖାପାଖି 70% ଖରାପ ହେଇଯାଇଥିଲା। ତଥାପି ଖୁବ ସୁନ୍ଦର ରିକଭରି ଏଟା ହେଇଛି। ତାକୁ କୁଡା ଖୋସା କରି ତାକୁ ବହୁତ ଭଲ ଭାବରେ ଆମେ ଏଟାକୁ ବଢଉଛୁ ସ୍ପ୍ରେ କରୁଛୁ। ଦେଖାଯାଉ ଆକୁ କଣ ହଉଛି। ସ୍ପ୍ରେ ତ ଭଲ ଭାବରେ କରାହଉଛି। ତାକୁ ଭଲ ଭାବରେ ଯତ୍ନ ନିଆ ହଉଛି ନା ଦେଖିବା କଣ। ଆଶା କରୁଛି ଆମ ଭେଣ୍ଡିରୁ ଆଟଲିଷ୍ଟ କିଛିଟା କିଛି ବାହାରୁ କାରଣ ଷଣ୍ଢ ପଶିବାଠୁ ଏଟା ବହୁତ ବେଶୀ ହିଁ ଖରାପ କରିଦେଇଥିଲା ସେ ପ୍ଲଟଟାକୁ। ସବୁ ଭେଣ୍ଡି ଗଛକୁ ଖାଇକି ଭେଣ୍ଡି ବି ଖାଇ ଦେଇଥିଲା। ଫ୍ରୁଟେସନ ଟାଇମରେ ଷଣ୍ଢ ପଶି ଯାଇଥିଲା। କିଛି ନାହିଁ ଆଉ ଷଣ୍ଢ ବି ପଶିଥିଲା ରାତିରେ। ତ ଆମେ ବି ଭଲକି ଜାଣିପାରିଲୁନି। ସେ ରାତିରୁ ସକାଳ ଯାଏଁ ସବୁ କିଛି ନଷ୍ଟ କରି ଦେଇଥିଲା। କିଛି ଅସୁବିଧା ନାହିଁ ଆମେ ଆଗକୁ ବଢିବା। ଏଇନା ଆଗକୁ ଆପଣ ଏଇଠି ଦେଖିପାରୁଥିବେ ଏଇଟା ଆମ ଧଣିଆ ପ୍ଲଟ। ଧଣିଆର ନେକ୍ସଟ ବ୍ୟାଚ ରେଡି ହଉଛି। ୟା ପଛଆଡେ ଆମ ଧଣିଆର ଫାଷ୍ଟ ପ୍ଲଟ ଲାଗିଥିଲା ଯୋଉଟା 15 ଦିନ ପରେ ରେଡି ହବ। ଏଇଟା ଆମ ଧଣିଆର ନେକ୍ସଟ ବ୍ୟାଚ। ଏଠି ଏଇନା କଣ କରାହଉଛି ମାଟିକୁ ଉପର ମାଟିକୁ ଟିକେ ଉପର ତଳ କରିକି ସେଟାକୁ ହାଲକା କରାହଉଛି ମାଟିକୁ ତାକି ଏଠି ନେକ୍ସଟ ଧଣିଆ ମଞ୍ଜି ବୁଣା ଯିବ। ଏଇ ପ୍ଲଟରେ ଆପଣ ଦେଖିପାରୁଥିବେ ଗୋଟେ ଲେମ୍ବୁ ସହିତ ଇଣ୍ଟରକ୍ରପିଂ ହେଇଛି ଧଣିଆକୁ। ଖୁବ ସୁନ୍ଦରଟା ବି କରାଯିବ। ଦେଖାଯାଉ ଆପଣଙ୍କୁ ୟାର ବି ପୁରା ଫୁଲ ଡିଟେଲ କିଛି ନା କିଛି ଭିଡିଓ ସବୁଦିନ ୟାର ଦେଖେଇବି। ତା ସହିତ ଆମେ କଣ କରିଛୁ ଧଣିଆ ମଞ୍ଜିକୁ କିଛି ଆମେ ଭିଜେଇ ଦେଇଛୁ। ଗୋଟେ ଦିନ ଭିଜା ହେଇ ସାରିଲା ପରେ ତାକୁ ଟାଙ୍ଗି ଦିଆଯିବ ଗୋଟେ କପଡା ମାଧ୍ୟମରେ। ଟାଙ୍ଗିକି ତାକୁ ଆମେ ସବୁ ପାଣି ବାହାର କରିଦବୁ। ବାହାର କରିକି ତାକୁ କୁଟା ମଞ୍ଜି ରଖିକି ଭଲକି ଗରମ କରିଦବୁ ତାକି କୌଣସି ମଞ୍ଜି ମିସ୍ ଯିବନି। ଫ୍ରୁଟେସନ ବହୁତ ଭଲ ହବ। ବହୁତ ଭଲ ସେଥିରୁ ବାହାରିବ। ଦେଖାଯାଉ ଆଗକୁ କଣ ହଉଛି। ଆମେ ଆଶା କରୁଛୁ ଭଲ ବାହାରିବ। ଦେଖାଯାଉ ଆପଣ ଦେଖିପାରୁଥିବେ ଏଟା ଧଣିଆ ମଞ୍ଜିର ଖୋଳ ଗୁଡା ସବୁ ବାହାରିକି ଏଟା ଭିଜେଇ ଦିଆଯାଇଛି। ତ ଆଜିର ଭିଡିଓକୁ ଏଇଠି ଶେଷ କରିବା। ଆଗକୁ ବହୁତ ଇଣ୍ଟରେଷ୍ଟିଂ ଜିନିଷ ଆସୁଛି। ଜୟ ଜଗନ୍ନାଥ।